ଆଜି ଗୋଟେ ବଢ଼ିଆ ଗପ କହିବି। ଗପର ନାଁ ହେଉଛି କ'ଣ ନା ମିନାର ମିଠେଇ ଖିଆ। ଏଥର ମନ ଦେଇ ଗପଟିକୁ ଶୁଣ। ଦିନେ ମିନାର ମାମୁଁ ତାଙ୍କ ଘରକୁ ଆସିଥିଲେ। ସାଙ୍ଗରେ ମିଠେଇ ଆଣି ଆସିଥିଲେ। ମିନା ତା ମାମୁଁଙ୍କୁ ଦେଖି ବହୁତ ଖୁସି ହେଇଗଲା। ମିନାର ମମି ମିଠେଇ ଗୁଡ଼ିକୁ ଡବାରେ ପୂରେଇକି ରଖିଲେ। ତାପରେ ସେ ମନ୍ଦିରକୁ ପୂଜା କରିବାକୁ ଚାଲିଗଲେ। ମିଠେଇ ଗୁଡ଼ିକୁ ଦେଖି ମିନାର ପାଟିରୁ ଲାଳ ଗଡ଼ିଲା। ତାର ବହୁତ ଲୋଭ ହେଲା ଖାଇବାକୁ। ଯେମିତି ଦେଖିଲା ତା ମମି ପୂଜା କରିବାକୁ ଯାଇଛନ୍ତି, ମିନା ଧୀରେ ଧୀରେ ଲୁଚିକିରି ଯାଇ ଡବାରେ ହାତ ପୂରେଇଛି। ଏକା ବେଳେ ଦୁଇଟି ମିଠେଇ ଆଣିବାକୁ ଚାହିଁଲା, ହେଲେ ଡବାର ମୁହଁ ତ ଛୋଟ। ଏତେ ଗୁଡ଼ିଏ ମିଠେଇ ଧରିଲେ ହାତ କ'ଣ ଡବାରୁ ବାହାରିବ? ଏତିକି ବେଳେ ମିନାର ଜେଜେ ସେଇ ପଟ ଦେଇ ଯାଉଥିଲେ। ଜେଜେ ଆସି ଏକଥା ଦେଖିଲେ। ଜେଜେ ମିନାକୁ କହିଲେ, ମିନା ଥରକେ ଗୋଟିଏ ମିଠେଇ ଆଣେ, ତୋ ହାତ ବାହାରି ଆସିବ। ଜେଜେଙ୍କ କଥା ମାନି ମିନା ଯେମିତି ଗୋଟିଏ ମିଠେଇ ଧରିଛି, ତା ହାତ ବାହାରି ଆସିଲା। ପୁଣି ଆଉ ଥରେ ହାତ ପୁରେଇ ଆଉ ଗୋଟେ ମିଠେଇ ଆଣିଲା। ଏଥର ମିନା ଦିଟା ମିଠେଇ ପାଇ ଖୁବ୍ ଖୁସି ହେଇଗଲା। ଜେଜେ କହିଲେ, ବୁଦ୍ଧି ଥିଲେ ଉପାୟ ଆସେ। ଗପରୁ ଆମେ କ'ଣ ଜାଣିଲେ?